ଜାନୁଆରୀ ଅଧାରୁ ଶୀତ ଉଭାନ ବଢ଼ିଲାଣି ତାତି। ହେଲୋ ନମସ୍କାର ଶୁଭ ସନ୍ଧ୍ୟା। ଆପଣ ଦେଖୁଛନ୍ତି ଓଡ଼ିଆ ଏସ୍ଟିଭି। ଆଜି 23 ଜାନୁଆରୀ ଚାନ୍ଦୁ ଏନବା ଟମ୍ ନ୍ୟୁଜ୍। ଧୀରେ ଧୀରେ ହଜିବାକୁ ବସିଲାଣି ଶୀତ। ମାଘ ମାସରେ ଆଉ ହାଳ ବୋଲି ଶୀତ ହେଉନାହିଁ। ରେକର୍ଡ ଭାଙ୍ଗୁଛି ତାତି। ଚଳିତ ବର୍ଷ ଜାନୁଆରୀ ମାସରେ ସର୍ବକାଳୀନ ରେକର୍ଡ କରିଛି ତାତି। ସ୍ୱାଭାବିକଠାରୁ 5 ଡିଗ୍ରୀ ଉପରେ ରହିଛି ତାପମାତ୍ରା ବୋଲି ସୂଚନା ମିଳିଛି। କୋରାପୁଟରେ ବୁଧବାର ଦିନରେ 33.2 ଡିଗ୍ରୀ ରେକର୍ଡ କରାଯାଇଛି। ଏହା ପୂର୍ବରୁ କୋରାପୁଟରେ 2009 ମସିହା ଜାନୁଆରୀ ମାସରେ ସର୍ବାଧିକ 31 ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଏଭଳି ସ୍ଥିତିକୁ ଦେଖି 2009 ପରିସ୍ଥିତି ଉପୁଜିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି। ପାଣିପାଗ ବିଭାଗ କହିବା ଅନୁଯାୟୀ ଆଗାମୀ କିଛି ଦିନରେ ରାତି ତାପମାତ୍ରା ବୃଦ୍ଧି ପାଇବ। ରାତିରେ 2ରୁ 4 ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି। ଆଗାମୀ 26 ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଦେଖାଦେଇପାରେ। ଉପକୂଳ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଫୁଲବାଣୀ, ଭବାନୀପାଟଣା, ରାଉରକେଲା ଭଳି କିଛି ସ୍ଥାନକୁ ଛାଡ଼ିଲେ ଅନ୍ୟ ସ୍ଥାନଗୁଡ଼ିକରେ ତାପମାତ୍ରା ବୃଦ୍ଧି ପାଇବ। ବିଶେଷ କରି ଉପକୂଳ ଓଡ଼ିଶାରେ ତାପମାତ୍ରା ସ୍ୱାଭାବିକଠାରୁ ଢେର ଅଧିକ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। 26 ତାରିଖ ପର୍ଯ୍ୟନ୍ତ ଫୁଲବାଣୀ ତାପମାତ୍ରା 10 ଡିଗ୍ରୀ ତଳେ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। କିଛି ସ୍ଥାନରେ ପାରଦ 32 ଡିଗ୍ରୀ ଉପରେ ରହିଛି। କୋରାପୁଟ ଭଳି ଥଣ୍ଡା ଅଞ୍ଚଳରେ ଦିନ ତାପମାତ୍ରା 33 ଡିଗ୍ରୀ ଟପିଛି। କେନ୍ଦୁଝର ଓ ଝାରସୁଗୁଡ଼ାରେ ଦିନର ତାପମାତ୍ରା ଯେତିକି ରହିବା କଥା ତାଠାରୁ 4.8 ଡିଗ୍ରୀ ଅଧିକ ରହିଛି। ସେହିପରି ଅନୁଗୁଳରେ 2.8, ବାଲେଶ୍ୱରରେ 3.7, ଭୁବନେଶ୍ୱରରେ 2.2, ସମ୍ବଲପୁରରେ 3.6 ଡିଗ୍ରୀ ଅଧିକ ରହିଛି। ପାଣିପାଗ ବିଭାଗ କହିଛି ଯେ ଆସନ୍ତା 24 ତାରିଖ ପର୍ଯ୍ୟନ୍ତ କୁହୁଡ଼ି ଲାଗି ରହିବ। 23 ତାରିଖ ସକାଳେ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକର କିଛି ସ୍ଥାନ ସହିତ କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ଝାରସୁଗୁଡ଼ା, ସୁନ୍ଦରଗଡ଼ରେ ମଧ୍ୟମ ଧରଣର କୁହୁଡ଼ି ହେବ। ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଭଦ୍ରକର ସ୍ଥାନେ ସ୍ଥାନେ କୁହୁଡ଼ିର ଆଶଙ୍କା ରହିଛି ବୋଲି ସୂଚନା ମିଳିଛି। ସେହିପରି ଉତ୍ତର ଭାରତ ଉପରେ ପଶ୍ଚିମା ଝଡ଼ର ପ୍ରଭାବ ରହିଛି। ଏପଟେ ବାୟୁମଣ୍ଡଳ ମଧ୍ୟ ଭାଗରେ ଜଳୀୟ ବାଷ୍ପ ନଥିବାରୁ ସୂର୍ଯ୍ୟ କିରଣ ସିଧା ପଡ଼ିବାରୁ ତାପମାତ୍ରା ବଢ଼ିଛି ବୋଲି ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ବୁଧବାର ତାପମାତ୍ରା ଅନୁଯାୟୀ ସୁନ୍ଦରଗଡ଼ରେ 33.5 ଡିଗ୍ରୀ ରେକର୍ଡ କରାଯାଇଥିଲା ବୋଲି ଝାରସୁଗୁଡ଼ା 33, ନୂଆପଡ଼ା 32.4, ଟିଟିଲାଗଡ଼ରେ 32.5, ଜଗତସିଂହପୁରରେ 32.5, ସମ୍ବଲପୁରରେ 32.3, ମାଲକାନଗିରିରେ 32.2, ତାଳଚେରରେ 32.2, ଅନୁଗୁଳରେ 32.1, ନବରଙ୍ଗପୁରରେ 32, ଭୁବନେଶ୍ୱରରେ 31.9 ଡିଗ୍ରୀ ରେକର୍ଡ କରାଯାଇଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ କ୍ଲିକ୍ କରିବେ, ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।